ଜଣେ ଏସ୍ପି ମ୍ୟାଡ଼ାମ ତାଙ୍କ କାରରେ କୌଣସି ସ୍ଥାନକୁ ଯାଉଥିଲେ। ହଠାତ୍ ସେ ରାସ୍ତାରେ କିଛି ଭିଡ଼ ଦେଖିଲେ ଏବଂ ଡ୍ରାଇଭରକୁ ଗାଡ଼ି ରଖିବାକୁ କହିଲେ। ଡ୍ରାଇଭର ଗାଡ଼ି ରଖିବା ମାତ୍ରେ ଏସ୍ପି ମ୍ୟାଡ଼ାମ ତଳକୁ ଓହ୍ଲାଇ ପଡ଼ିଲେ ଏବଂ ସେ ଦେଖିଲେ ଯେ କିଛି ଲୋକ ଜଣେ ବ୍ୟକ୍ତିଙ୍କୁ ମାରଧର କରୁଥିଲେ। ଏହାପରେ ଏସ୍ପି ମ୍ୟାଡ଼ାମ ସେମାନଙ୍କ ପାଖକୁ ଗଲେ। ଯେତେବେଳେ ତାଙ୍କ ପାଖରେ ପହଞ୍ଚିଲେ ଏବଂ ସେ ମାଡ଼ ଖାଉଥିବା ଲୋକଟିକୁ ଦେଖିଛନ୍ତି, ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେହି ମାଡ଼ ଖାଉଥିବା ଲୋକ ଜଣକ ଆଉ କେହି ନୁହେଁ, ତାଙ୍କୁ ଛାଡ଼ପତ୍ର ଦେଇଥିବା ତାଙ୍କ ସ୍ୱାମୀ ଥିଲେ, ଯାହାଙ୍କଠାରୁ ସେ କିଛି ଦିନ ପୂର୍ବରୁ ଛାଡ଼ପତ୍ର ହୋଇଥିଲେ। ଏହି କାହାଣୀରେ ଏମିତି କ'ଣ ହୋଇଥିଲା ଯେ ତାଙ୍କର ଛାଡ଼ପତ୍ର ହୋଇଥିଲା? ପୁରା କାହାଣୀର ସତ୍ୟତା ଜାଣିବାକୁ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଓଡ଼ିଶାର କଟକ ଜିଲ୍ଲାରେ ଆନନ୍ଦ ନାମକ ଜଣେ ବ୍ୟକ୍ତି ରହୁଥିଲେ। ଆନନ୍ଦଙ୍କର ବହୁତ ଜମି ଏବଂ ସମ୍ପତ୍ତି ଥିଲା। ସେ ତାଙ୍କର ପାଠପଢ଼ା ମଧ୍ୟ ଶେଷ କରିଦେଇଥିଲେ। ତାଙ୍କର କୌଣସି ଅସୁବିଧା ନଥିଲା ଏବଂ ତାଙ୍କର ବିବାହ ପାଇଁ ବୟସ ମଧ୍ୟ ହୋଇଯାଇଥିଲା। ତେଣୁ ତାଙ୍କ ବାପା ମା ତାଙ୍କ ପାଇଁ ଗୋଟିଏ ଝିଅ ଠିକ୍ କଲେ। ଝିଅଟିର ନାମ ଥିଲା ସଙ୍ଗୀତା। ସଙ୍ଗୀତାଙ୍କର ପାଠପଢ଼ା ଶେଷ ହୋଇଯାଇଥିଲା। ସେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଦେଇଥିଲେ। ଉଭୟଙ୍କ ପରିବାର ପରସ୍ପରର ସମ୍ପର୍କ ବିଷୟରେ ଜାଣନ୍ତି ଏବଂ ଏହାପରେ ଉଭୟଙ୍କ ବିବାହ ସ୍ଥିର ହେଲା। ସଙ୍ଗୀତାଙ୍କର ବାପା ମାଙ୍କର ବହୁତ ଜମି ଏବଂ ସମ୍ପତ୍ତି ଥିଲା। ତାଙ୍କ ପରିବାର ମଧ୍ୟ କୌଣସି ଜିନିଷର ଅଭାବ ନଥିଲା। ଏହାପରେ ସେମାନଙ୍କର ବିବାହ ହୋଇଗଲା ଏବଂ ବିବାହ ପରେ ସଙ୍ଗୀତା ଆନନ୍ଦଙ୍କ ଘରକୁ ଖୁସି ଖୁସିରେ ବିଦାୟ ହେଲେ। ସେଠାକୁ ଯିବା ପରେ ସେ ଆନନ୍ଦଙ୍କ ଘରର ଯତ୍ନ ନେବା ସହ ଶାଶୁ ଶ୍ୱଶୁରଙ୍କୁ ସ୍ନେହ ଆଦର ମଧ୍ୟ କଲେ। ସେଠାରେ ତାଙ୍କର କୌଣସି ଅସୁବିଧା ହେଉନଥିଲା। ସଙ୍ଗୀତାଙ୍କର ସ୍ୱାମୀ ସଙ୍ଗୀତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କର ସବୁ ଇଚ୍ଛାକୁ ସେ ପୂରଣ ମଧ୍ୟ କରୁଥିଲେ। ଦିନେ ସଙ୍ଗୀତାଙ୍କର ଜଣେ ବନ୍ଧୁ ତାଙ୍କ ଘରକୁ ଆସିଲେ, ଯିଏକି ପାଠପଢ଼ା ଏବଂ ଲେଖିବାରେ ବହୁତ ବୁଦ୍ଧିମାନ ଥିଲେ ଏବଂ ପାଠ ପଢ଼ିବା ପରେ ସେ ଏକ ବଡ଼ ସରକାରୀ ଚାକିରି କରିଥିଲେ। ସେ ତାଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କର କଠିନ ପରିଶ୍ରମ ଦେଖି ସଙ୍ଗୀତା ମନେ ମନେ ଚିନ୍ତା କଲେ କି ସେ ବି ଜଣେ ସରକାରୀ ଚାକିରି କରିବେ। ସେହି ସମୟରେ ଦୁହେଁ ସାଙ୍ଗ ହୋଇ ପାଠ ପଢ଼ୁଥିଲେ। ସଙ୍ଗୀତା ସେହି ଝିଅ ଅପେକ୍ଷା ଅଧିକ ବୁଦ୍ଧିମାନ ଥିଲେ, କିନ୍ତୁ ଆଜି ସେହି ଝିଅ ଜଣେ IPS ଅଧିକାରୀ ଏବଂ ସଙ୍ଗୀତା ଘରର କୋଣରେ ରହିଛନ୍ତି। ତେଣୁ ଏହି ବିଷୟରେ ଚିନ୍ତା କରି ସେ ଭାବିବାକୁ ଲାଗିଲେ ଯେ ମୁଁ ଯଦି ଭଲ ପାଠ ପଢ଼ିଥାନ୍ତି ତେବେ ମୁଁ ମଧ୍ୟ ଜଣେ ଭଲ ସରକାରୀ ଚାକିରି କରିପାରିଥାନ୍ତି। ଏହାପରେ ତାଙ୍କ ବନ୍ଧୁ ସେଠାରୁ ଚାଲିଗଲେ। ତାପରେ ସଙ୍ଗୀତା ତାଙ୍କ ସ୍ୱାମୀ ସହ କଥାବାର୍ତ୍ତା କଲେ ଏବଂ କହିଲେ, ଦେଖ, ସେ ମୋର ସାଙ୍ଗ ଥିଲା ଏବଂ ସେ ପଢ଼ା ଏବଂ ଲେଖିବାରେ ମୋଠାରୁ ଦୁର୍ବଳ ଥିଲା, କିନ୍ତୁ ଆଜି ସେ ଜଣେ ବଡ଼ ଅଧିକାରୀ ଏବଂ ମୁଁ ଘର କୋଣରେ ରହି କେବଳ ଘର କାମ କରୁଛି। ଏହାପରେ ତାଙ୍କ ସ୍ୱାମୀ ତାଙ୍କୁ କହିଲେ, ମୋତେ କୁହ ତୁମେ କ'ଣ ଚାହୁଁଛ? ତାପରେ ସଙ୍ଗୀତା କହିଲେ, ମୁଁ ମଧ୍ୟ ଜଣେ IPS ଅଧିକାରୀ ହେବାକୁ ଚାହୁଁଛି। ସେ ଯଦି ଏତେ ବଡ଼ ପଦବୀ ହାସଲ କରିପାରିଲା ତେବେ ମୁଁ କ'ଣ ପାଇଁ କରିପାରିବି ନାହିଁ? ଏହା ଶୁଣିବା ପରେ ଆନନ୍ଦ ସେ ତାଙ୍କୁ କହିଲେ, ଏହା ଏକ ଭଲ କଥା, କିନ୍ତୁ ଏଥିପାଇଁ ମୋତେ ମା ଏବଂ ବାପାଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। କାରଣ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି କିନ୍ତୁ ଏକ ପଦବୀର ଅଭାବ ଥିଲା। ଯଦି ତୁମେ ଜଣେ IPS ଅଧିକାରୀ ହୁଅ ତେବେ ସେହି ଅଭାବ ମଧ୍ୟ ପୂରଣ ହୋଇଯିବ। ଏହି କଥା ଶୁଣିବା ମାତ୍ରେ ସଙ୍ଗୀତା ବହୁତ ଖୁସି ହୋଇଗଲେ, କାରଣ ତାଙ୍କ ଶାଶୁ ଶ୍ୱଶୁର ତାଙ୍କୁ ବହୁତ ଭଲ ପାଉଥିଲେ। ସେ ଭାବିଲେ ଯେ ତାଙ୍କ ଶାଶୁ ଶ୍ୱଶୁର ଏଥିପାଇଁ କେବେ ବି ମନା କରିବେ ନାହିଁ। ଏହାପରେ ଆନନ୍ଦ ତାଙ୍କ ମା ଏବଂ ବାପାଙ୍କୁ ସନ୍ଧ୍ୟାରେ ଯାଇ ପଚାରିଲେ, ବାପା, ମୁଁ ସଙ୍ଗୀତାକୁ ପାଠ ପଢ଼ିବାକୁ ଚାହୁଁଛି। କିନ୍ତୁ ଏହି କଥା ଶୁଣି ତାଙ୍କ ମା ଟିକେ ରାଜି ହେଲେ ନାହିଁ। କିନ୍ତୁ ଯେତେବେଳେ ପୁଅ ଚାହୁଁଛି କି ସଙ୍ଗୀତା ପାଠ ପଢ଼ୁ ଏବଂ ପାଠ ପଢ଼ି ସରକାରୀ ଚାକିରି କରୁ, ସେଥିପାଇଁ ସେ ତାଙ୍କ ପୁଅଙ୍କ କଥାରେ ରାଜି ହୋଇଗଲେ। କାହିଁକି ନା ଆନନ୍ଦ ତାଙ୍କ ଘରେ ଏକମାତ୍ର ସନ୍ତାନ ଥିଲେ। ସେଥିପାଇଁ ତାଙ୍କ ମା ମଧ୍ୟ ରାଜି ହୋଇଗଲେ ଆଉ କହିଲେ, କିଛି ଅସୁବିଧା ନାହିଁ ପୁଅ, ଯଦି ଏପରି କିଛି ଅଛି ତେବେ ସେ ପାଠ ପଢ଼ିବା ଆରମ୍ଭ କରୁ। ଘରର କାମ କେତେ ଯେ ମୁଁ ନିଜେ କରିଦେବିନି। ଏହି କଥା କହି ତାଙ୍କ ମା ସଙ୍ଗୀତାକୁ ପାଠ ପଢ଼ିବାକୁ ଅନୁମତି ଦେଲେ। ସେଇଠୁ ଆନନ୍ଦ ଯାଇ ସଙ୍ଗୀତାକୁ କହିଲେ, ମା ଏବଂ ବାପା ଆମ କଥାରେ ରାଜି ହୋଇଗଲେ। ତାପରେ ସଙ୍ଗୀତା କହିଲେ, ଆନନ୍ଦ, IPS ଅଫିସର ହେବାକୁ ହେଲେ କୋଚିଂର ଆବଶ୍ୟକତା ପଡ଼ିବ, ତେଣୁ ମୁଁ କୋଚିଂ ଯିବା ପାଇଁ ଚାହୁଁଛି। ଆନନ୍ଦ କହିଲେ, ଠିକ୍ ଅଛି, ତୁମେ କୋଚିଂ କରିବ,
କିନ୍ତୁ ତୁମେ କେଉଁ କୋଚିଂ ସେଣ୍ଟରରେ ଆଡ଼ମିସନ୍ କରିବ ଏବଂ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ? ଛାଡ଼, ସେ ଯେତେ ଟଙ୍କା ଖର୍ଚ୍ଚ ହେଉ। ଏହା ଦେଖି ସଙ୍ଗୀତା ତାଙ୍କ ସ୍ୱାମୀଙ୍କୁ ଆହୁରି ଭଲ ପାଇବାକୁ ଲାଗିଲେ। କାରଣ ତାଙ୍କ ସ୍ୱାମୀ ତାଙ୍କୁ ଯେକୌଣସି ଜିନିଷ ପାଇଁ ମନା କରୁନଥିଲେ। ଏହାପରେ ଆନନ୍ଦ ସଙ୍ଗୀତାଙ୍କର ଏକ କୋଚିଂରେ ଆଡ଼ମିସନ୍ କରିଦେଲେ ଏବଂ ତାଙ୍କୁ ପାଠ ପଢ଼ିବାକୁ ଛାଡ଼ିଦେଲେ। ଘରର ସମସ୍ତ କାମ ତାଙ୍କ ଶାଶୁ କରୁଥିଲେ, ଆଉ ସଙ୍ଗୀତା କେବଳ ପାଠ ପଢ଼ାରେ ସମୟ ଦେଉଥିଲେ। ଧୀରେ ଧୀରେ ସମୟ ଅତିବାହିତ ହୋଇଗଲା ଏବଂ 1 ବର୍ଷ ପରେ ଯେତେବେଳେ ସଙ୍ଗୀତା ପରୀକ୍ଷା ଦେଲେ, ସେ ପ୍ରଥମ ପରୀକ୍ଷାରେ ପାସ୍ କରିପାରିଲେ ନାହିଁ। ଏଥିପାଇଁ ସଙ୍ଗୀତା ବହୁତ ମନ ଦୁଃଖ କଲେ ଏବଂ ଆନନ୍ଦକୁ କହିଲେ, ଏଇଥର ମୁଁ ପରୀକ୍ଷାରେ ପାସ୍ କରିପାରିଲି ନାହିଁ, କିନ୍ତୁ ନେକ୍ସଟ ଥର ମୁଁ ପରୀକ୍ଷାରେ ନିଶ୍ଚିତ ଭାବେ ପାସ୍ କରିବି। ଏହି କଥା ଶୁଣି ଆନନ୍ଦ ରାଜି ହୋଇଗଲେ। କିନ୍ତୁ ସଙ୍ଗୀତାଙ୍କର ଶାଶୁ କହିଲେ, ଏହା କେମିତି ହେବ? ମୁଁ କେତେ ଦିନ ଏହି ଘରେ କାମ କରିବି? ବୋହୂ, ତୋ ଦ୍ୱାରା ଏ ପାଠଶାଠ ହୋଇପାରିବ ନାହିଁ। ଯଦି ତୁ ଏହି ପରୀକ୍ଷାରେ ଭଲ ମାର୍କ ରଖିଥାନ୍ତୁ ତାହେଲେ ଆମେ ରାଜି ହୋଇଥାନ୍ତୁ, କିନ୍ତୁ ଏହା ତୋ ପାଇଁ ଆଉ ସମ୍ଭବ ନୁହେଁ। ତେଣୁ ସଙ୍ଗୀତା ତାଙ୍କ ଶାଶୁଙ୍କୁ ଅନୁରୋଧ କରି କହିଲେ, ମା, ଆପଣ ଚିନ୍ତା କରନ୍ତୁ ନାହିଁ। ଏଥର ମୁଁ ନିଶ୍ଚିତ ପାସ୍ କରିବି। ମୁଁ ଏଥର କଠିନ ପରିଶ୍ରମ କରିଛି। ଯଦି ମୋର ସାଙ୍ଗ ଏହା କରିପାରିଲା ତ ମୁଁ କାହିଁକି ଏହି ପରୀକ୍ଷା ପାସ୍ କରିପାରିବି ନାହିଁ? ବାସ୍ତବରେ ସଙ୍ଗୀତା ପାଠପଢ଼ା ଛାଡ଼ିବାର 2 ବର୍ଷ ବିତି ଯାଇଥିଲା ଏବଂ ଏହି 2 ବର୍ଷର ବ୍ୟବଧାନ ହେତୁ ଏହିସବୁ ଘଟଣା ତାଙ୍କ ସହିତ ଘଟୁଥିଲା। ଏହାପରେ ସେ କୌଣସି ପ୍ରକାରେ ତାଙ୍କ ଶାଶୁଙ୍କୁ ମନେଇ ନେଲେ ଏବଂ ପୁନର୍ବାର ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ସେଇଠୁ ଆନନ୍ଦ କହିଲେ, ସଙ୍ଗୀତା, ଏହି ସୁଯୋଗ ହେଉଛି ତୁମ ପାଇଁ ଶେଷ ଥର। ଯଦି ତୁମେ ଏହି ପରୀକ୍ଷାରେ ପାସ୍ କରିବ ତେବେ ଠିକ୍ ଅଛି, କିନ୍ତୁ ଏହାପରେ ତୁମେ ଘରେ ରହି ଘର କାମ ସବୁ କରିବ। ସଙ୍ଗୀତା ଏହି ସର୍ତ୍ତରେ ରାଜି ହୋଇଗଲେ ଏବଂ ଧୀରେ ଧୀରେ ଆଉ 1 ବର୍ଷ ବିତିଗଲା। ଏବେ ଦ୍ୱିତୀୟ ପ୍ରୟାସର ପ୍ରି ପରୀକ୍ଷାର ଫଳାଫଳ ଆସିବା ମାତ୍ରେ ସଙ୍ଗୀତା ଜାଣିବାକୁ ପାଇଲେ ଯେ ସେ ପ୍ରି ପରୀକ୍ଷାରେ ପାସ୍ କରିଛନ୍ତି। ଏହାପରେ ତାଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସେଥିପାଇଁ ସଙ୍ଗୀତା ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ ଏବଂ ତାଙ୍କ ସ୍ୱାମୀ ତାଙ୍କୁ ଅଧିକ ପ୍ରଶଂସା କରିବାକୁ ଲାଗିଲେ। ସେ କହିଲେ, ଭଲ କାମ କରିଛ ସଙ୍ଗୀତା। ମୋ ଅନୁଯାୟୀ ତୁମେ ନିଶ୍ଚିତ ଭାବରେ ମୁଖ୍ୟ ପରୀକ୍ଷାରେ ମଧ୍ୟ ସଫଳ ହାସଲ କରିବ। ସେଇଠୁ ସଙ୍ଗୀତାଙ୍କର ମୁଖ୍ୟ ପରୀକ୍ଷା ଆସିଗଲା ଏବଂ ଏହାପରେ ସେ ଜଣେ IPS ଅଫିସର ହୋଇଯିବେ। କିନ୍ତୁ ମୁଖ୍ୟ ପରୀକ୍ଷାର ଫଳାଫଳ ଆସିବା ମାତ୍ରେ ଆନନ୍ଦ ଏବଂ ସଙ୍ଗୀତାଙ୍କ ଆଶାରେ ହିଁ ରହିଗଲା। କାରଣ ଏହି ପରୀକ୍ଷାରେ ସଙ୍ଗୀତା ଯୋଗ୍ୟତା ଅର୍ଜନ କରିପାରିନଥିଲେ ଏବଂ ତାଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା। କିନ୍ତୁ ସଙ୍ଗୀତା ଭାବିଲେ ଯେ ଯଦି ମୁଁ ଏହି ପରୀକ୍ଷା ପୁନର୍ବାର ଦେବି ତେବେ ମୁଁ ନିଶ୍ଚିତ ଭାବେ ସେହି ପରୀକ୍ଷାରେ ପାସ୍ କରିଦେବି। ତାପରେ ସେ ତାଙ୍କ ସ୍ୱାମୀଙ୍କ ସହ ଏ ବିଷୟରେ କଥାବାର୍ତ୍ତା ଆରମ୍ଭ କଲେ। ସେଇଠୁ ଆନନ୍ଦ କହିଲେ, ନା ସଙ୍ଗୀତା, ତମେ ଆଉ ସେହି ପରୀକ୍ଷା କଥା ମୋତେ କହିବ ନାହିଁ। ମା ବାପା ଏହାର ବିରୋଧ କରୁଛନ୍ତି। ମୁଁ ସେମାନଙ୍କ ବିରୋଧରେ ଯାଇ ତୁମକୁ ଗୋଟିଏ ସୁଯୋଗ ଦେଇଛି, କିନ୍ତୁ ଏହାପରେ ମୁଁ ଆଉ ତୁମକୁ ସୁଯୋଗ ଦେଇପାରିବି ନାହିଁ। ଏହା ଶୁଣିବା ପରେ ସଙ୍ଗୀତା ମନ ଦୁଃଖ କରିବାକୁ ଲାଗିଲେ ଏବଂ କହିଲେ, ନା ଆନନ୍ଦ, ମୁଁ ବହୁତ ପରିଶ୍ରମ କରିଛି। ଦୟାକରି ମୋତେ ଶେଷ ଥର ପାଇଁ ସୁଯୋଗ ଦିଅନ୍ତୁ। କିନ୍ତୁ ଆନନ୍ଦ ତାଙ୍କୁ ସଫା ମନା କରିଦେଲେ। ବାରମ୍ବାର ସଙ୍ଗୀତା ସେହି ଗୋଟିଏ କଥାକୁ ଜିଦ୍ ଧରି କହିଲେ, ମୁଁ ଯେମିତି ବି ହେଉ ଏଇଥର ପରୀକ୍ଷା ଦେବି। ଏହା ଶୁଣି ଆନନ୍ଦ ରାଗିଗଲେ ଏବଂ ସେ ପାଟି କରି ସଙ୍ଗୀତାକୁ କହିଲେ, ବର୍ତ୍ତମାନ ମୁଁ ତୁମକୁ ଯେତିକି କହିଲି ତୁମେ ସେତିକି କର। କିନ୍ତୁ ସଙ୍ଗୀତା ସେହି ପଦବୀ ହାସଲ କରିବା ପାଇଁ ଏତେ ଆଗ୍ରହୀ ଥିଲେ ଯେ ତାଙ୍କୁ ଯିଏ ଯାହା ବି କହିଲେ ମଧ୍ୟ ସେ କିନ୍ତୁ ଏହି ପରୀକ୍ଷା ଯେମିତି ହେଲେ ଦେବେ ଏବଂ ଜଣେ IPS ଅଧିକାରୀ ହେବେ। ସେଥିପାଇଁ ସେ ସିଧାସଳଖ ଆନନ୍ଦଙ୍କୁ କହିଲେ, ମୁଁ ଯେମିତି ହେଲେ ବି ଏହି ପରୀକ୍ଷା ଦେବି। ତୁମେ ଯାହା କରିବା କଥା କରିପାର। ଏହି କଥା ଯେତେବେଳେ ଆନନ୍ଦଙ୍କ ମାଆ ଶୁଣିଲେ ଯେ ତାଙ୍କ ବୋହୂ ତାଙ୍କ ପୁଅଙ୍କୁ ଏପଟ ସେପଟ କଥାବାର୍ତ୍ତା କରୁଛନ୍ତି, ସେତେବେଳେ ସେ ହଠାତ୍ ତାଙ୍କ ପାଖକୁ ଆସି କହିଲେ, ପୁଅ, ଇଏ ଏମିତି ଝଗଡ଼ା କଲେ ତୁ ତା ସହ କେମିତି ରହିବୁ? ଏହା ଶୁଣି ଆନନ୍ଦ ସଙ୍ଗୀତାକୁ ଧମକ ଦେବା ଆରମ୍ଭ କଲେ, କିନ୍ତୁ ସଙ୍ଗୀତା ପୁଣି ତାଙ୍କ ସହ ଝଗଡ଼ା କଲେ। ସେଇଠୁ ଆନନ୍ଦ ଏବଂ ସଙ୍ଗୀତା ମଧ୍ୟରେ ଜୋରସୋର ଝଗଡ଼ା ହୋଇଗଲା ଏବଂ ଆନନ୍ଦ ସଙ୍ଗୀତାଙ୍କ ଉପରେ ହାତ ଉଠାଇଦେଲେ। ଆନନ୍ଦ ସଙ୍ଗୀତାଙ୍କ ଉପରେ ହାତ ଉଠାଇବା ମାତ୍ରେ ସଙ୍ଗୀତା ସିଧାସଳଖ ତାଙ୍କ ବାପା ମାଆଙ୍କୁ ଫୋନ୍ କରି କହିଲେ ଏବଂ ସେ ତାଙ୍କ ବାପ ଘରକୁ ଚାଲିଯିବାକୁ ନିଷ୍ପତ୍ତି ନେଲେ। ଏହାପରେ ସଙ୍ଗୀତା ତାଙ୍କ ବାପ ଘରକୁ ଚାଲିଗଲେ। ସେଇଠୁ ତାଙ୍କ ବାପା ସଙ୍ଗୀତାକୁ ବୁଝାଇବାକୁ ଚେଷ୍ଟା କଲେ ଏବଂ କହିଲେ, ଝିଅ, ଏଇଭଳି ଝଗଡ଼ା ସବୁ ଘରରେ ହେଉଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁ କ୍ରୋଧିତ ହୋଇ ଏଠିକି ଆସିଯିବୁ ଆଉ ନିଜ ଘରକୁ ଫେରିବୁ ନାହିଁ।
ସେଠୁ ସଙ୍ଗୀତା ତାଙ୍କ ବାପାଙ୍କୁ କହିଲେ, ନା ବାପା, ସେପରି କିଛି ବି ନୁହେଁ। ବାସ୍ତବରେ ମୁଁ ପାଠ ପଢ଼ିବାକୁ ଚାହୁଁଛି। ଯଦି ସେମାନେ ମୋତେ ପାଠ ପଢ଼ିବାକୁ ଦେବେ ନାହିଁ, ତେବେ ମୁଁ କେବେ ବି ସେହି ଘରକୁ ଯିବି ନାହିଁ। ଏହା ଶୁଣି ତାଙ୍କ ବାପା କହିଲେ, ଝିଅ, ଯଦି ସେମାନେ ତୋତେ ମନା କରୁଛନ୍ତି, ତେବେ ତୁ ପାଠ ପଢ଼ିବାର ଆବଶ୍ୟକତା କ'ଣ? ସେମାନଙ୍କ ପାଖରେ ତ ବହୁତ ଜମି ଏବଂ ଧନ ସମ୍ପତ୍ତି ଅଛି। ତେଣୁ ଟଙ୍କା ପଇସାରେ କୌଣସି ଅସୁବିଧା ହେବ ନାହିଁ। ସେଠୁ ସଙ୍ଗୀତା ତାଙ୍କ ବାପାଙ୍କୁ କହିଲେ, ବାପା, ଟଙ୍କା ପଇସାରେ ମୋର କୌଣସି ଅସୁବିଧା ନାହିଁ, କିନ୍ତୁ ସମସ୍ୟା କେବଳ ପଦବୀ ପାଇଁ। ଯିଏକି ମୋ ସାଙ୍ଗ ସେହି ପଦବୀ ପାଇସାରିଛି ଏବଂ ସେ ମୋ ସହିତ ପାଠପଢ଼ାରେ ଟିକେ ଦୁର୍ବଳ ଥିଲା। ତଥାପି ସେ ଜଣେ IPS ଅଧିକାରୀ। ତେଣୁ ମୁଁ ମଧ୍ୟ ଏକ IPS ଅଧିକାରୀ ହେବାକୁ ଚାହୁଁଛି। କାରଣ IPS ଅଧିକାରୀକୁ ଭଲ ସୁରକ୍ଷା ସହିତ ଭଲ କାର୍ ମଧ୍ୟ ମିଳିଥାଏ। ଯେତେବେଳେ ଜଣେ IPS ରାସ୍ତାରେ ଚାଲିଥାଏ, ସେତେବେଳେ ଏକ ଭିନ୍ନ ପ୍ରକାର ଅନୁଭବ ଆସେ। ଏହା କହି ସେ ତାଙ୍କ ବାପାଙ୍କୁ ଏହି ପାଠ ପଢ଼ିବାକୁ କହିଲେ। ଏହାପରେ ସଙ୍ଗୀତାଙ୍କର ବାପା ଆନନ୍ଦକୁ ଫୋନ୍ କଲେ ଏବଂ ସେ କହିଲେ, ଆନନ୍ଦ, ଝିଅ ଯଦି ଜିଦ୍ ଧରି ବସିଛି, ତେବେ ଏହି ଥରକ ପାଇଁ ତାକୁ ସୁଯୋଗ ଦିଅ। ସେ କହୁଛି କି ଏହି ପରୀକ୍ଷା ନିଶ୍ଚିତ ପାସ୍ କରିବ ଏବଂ ଏହା ହେଉଛି ତାଙ୍କର ଜିଦ୍। କିନ୍ତୁ ଆନନ୍ଦ ତାଙ୍କ ସ୍ତ୍ରୀଙ୍କ ଉପରେ ରାଗି ଯାଇଥିଲେ, କାରଣ ସେ ନିଜ ସ୍ତ୍ରୀଙ୍କୁ ସବୁକିଛି ଦେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ଏକ ଛୋଟ ଜିନିଷ ଛାଡ଼ିପାରିଲେ ନାହିଁ। ଯଦି ସେ ଏଠାକୁ ଆସିବାକୁ ଚାହୁଁଛନ୍ତି, ତେବେ ସଙ୍ଗୀତା ତାଙ୍କ ପାଠପଢ଼ା ସବୁଦିନ ପାଇଁ ଛାଡ଼ିଦେବେ। ଏହାପରେ ମୁଁ ତାଙ୍କୁ ଘରେ ରଖିବି। ଯଦି ସେ ତାଙ୍କ ଜିଦ୍ରେ ଅଟଳ, ତେବେ ସେ ସେଠାରେ ରୁହନ୍ତୁ ଏବଂ ମୁଁ ତାଙ୍କୁ ଛାଡ଼ପତ୍ର ଦେଇଦେବି। କିନ୍ତୁ ସଙ୍ଗୀତା ତାଙ୍କ ବାପାଙ୍କ ପାଖରେ ଛିଡ଼ା ହୋଇଥିଲେ ଏବଂ ସେ ଫୋନ୍ର କଥାକୁ ସବୁ ଶୁଣିନେଲେ। ତାପରେ ସଙ୍ଗୀତା କହିଲେ, ଯଦି ଏପରି କିଛି ଅଛି, ତେବେ ମୁଁ ମଧ୍ୟ ତୁମ ପାଖକୁ ଯିବାକୁ ଚାହୁଁନାହିଁ। ବିନା ସନ୍ଦେହରେ ମୋତେ ଛାଡ଼ପତ୍ର ଦେଇଦିଅ। ଏହା ଶୁଣି ଆନନ୍ଦ କ୍ରୋଧିତ ହୋଇଗଲେ ଏବଂ ତୁରନ୍ତ ଛାଡ଼ପତ୍ର ପାଇଁ କୋର୍ଟକୁ ଗଲେ। ଏହାପରେ କୋର୍ଟ ମାମଲା କିଛି ଦିନ ପର୍ଯ୍ୟନ୍ତ ଚାଲିଲା ଏବଂ କୋର୍ଟ ମାମଲା ପରେ ଉଭୟଙ୍କର ଛାଡ଼ପତ୍ର ହୋଇଗଲା। ଛାଡ଼ପତ୍ର ପରେ ଦୁହେଁ ନିଜ ଘରେ ରହିଲେ। ଏହାପରେ ସଙ୍ଗୀତା ମନସ୍ଥ କରିନେଲେ ଯେ ସେ ଯେମିତି ହେଲେ ବି IPS ଅଧିକାରୀ ହେବେ। ତେଣୁ ସେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ସେ ଦିନରାତି କଠିନ ପରିଶ୍ରମ କରିବା ଆରମ୍ଭ କରିଦେଲେ। ସଙ୍ଗୀତାଙ୍କର ବାପା ଭାବିଲେ କି ଯଦି ଏହା ମୋ ଝିଅର ସ୍ୱପ୍ନ, ତେବେ ତାକୁ ଥରେ ଚେଷ୍ଟା କରିବାକୁ ଦେବି। ଏ ବିଷୟରେ ଚିନ୍ତା କରି ତାଙ୍କ ବାପା ଗୋଟିଏ ଭଲ କୋଚିଂରେ ସଙ୍ଗୀତାଙ୍କର ଆଡ଼ମିସନ୍ କରିଦେଲେ। କିଛି ଦିନ ବିତିଗଲା ପରେ ସଙ୍ଗୀତାଙ୍କର UPSC ପରୀକ୍ଷାର ଫଳାଫଳ ବାହାରିଲା ଏବଂ ସେହି ପରୀକ୍ଷାରେ ପାସ୍ କରିଗଲେ। ଏହାପରେ ସେ ଜଣେ IPS ଅଧିକାରୀ କ୍ୟାଡର ପାଇଗଲେ। ଏହା ଦେଖି ସେ ବହୁତ ଖୁସି ହୋଇଗଲେ, କାରଣ ତାଙ୍କ ସ୍ୱପ୍ନ ପୂରଣ ହୋଇଗଲା। ଏହି ଖବର ଯେମିତି ତାଙ୍କ ବାପା ଜାଣିବାକୁ ପାଇଲେ, ସେ ମଧ୍ୟ ବହୁତ ଖୁସି ହୋଇଗଲେ। ସଙ୍ଗୀତା ମନେ ମନେ ଭାବିବାକୁ ଲାଗିଲେ, ମୁଁ ଆଜି ଏତେ ବଡ଼ ସଫଳତା ହାସଲ କରିଲି, କିନ୍ତୁ ମୋ ସ୍ୱାମୀ ମୋ ସହିତ ନାହାନ୍ତି। ଏହି ବିଷୟରେ ଚିନ୍ତା କରି କରି ସଙ୍ଗୀତା କାନ୍ଦି ପକାଇଲେ। କିନ୍ତୁ ତାପରେ ସେ ଭାବିବାକୁ ଲାଗିଲେ ଯେ କ'ଣ ହୋଇଛି, ଏବେ ବାରମ୍ବାର ଏହି ବିଷୟରେ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। ଏହାପରେ ସଙ୍ଗୀତା ଟ୍ରେନିଂ କରିବା ପାଇଁ ଚାଲିଗଲେ ଏବଂ ତାଙ୍କର ଟ୍ରେନିଂ ସରିବା ପରେ କଟକ ଜିଲ୍ଲାରେ ପୋଷ୍ଟିଂ ହୋଇଗଲା। ସଙ୍ଗୀତା ସେଠାରେ ସେ ନିଜର ପରିଶ୍ରମ ଏବଂ ସଚ୍ଚୋଟତା ସହିତ ଡ୍ୟୁଟି କରିଲେ। ଧୀରେ ଧୀରେ ସମୟ ଅତିବାହିତ ହୋଇଗଲା। ପ୍ରାୟ 2-3 ମାସ ପରେ ଦିନେ ସଙ୍ଗୀତା ତାଙ୍କ କାର୍ଯ୍ୟାଳୟରୁ ବାସଭବନକୁ ଯାଉଥିଲେ। ଯିବା ରାସ୍ତାରେ ସେ ଦେଖିଲେ ଯେ କିଛି ଲୋକ ଭିଡ଼ ଜମାଇଥିଲେ। ସେଇଠୁ SP ସାହେବ କହିଲେ, ଡ୍ରାଇଭର, ସେଇଠି ଏତେ ଲୋକ କ'ଣ ପାଇଁ ଭିଡ଼ ଜମାଇଛନ୍ତି? ସେଇଠି ଟିକେ ଗାଡ଼ି ରଖିବ। ଏହାପରେ ଡ୍ରାଇଭର ତାଙ୍କ ଗାଡ଼ିକୁ ସେହି ଭିଡ଼ ପାଖରେ ନେଇ ରଖିଲେ। ସେଠାରେ ପହଞ୍ଚିବା ମାତ୍ରେ SP ସାହେବ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଦେଖିଲେ କି କିଛି ଲୋକ ମିଶି ଗୋଟିଏ ଲୋକଙ୍କୁ ମାରୁଛନ୍ତି। ସେଇଠୁ SP ସାହେବ ସେହି ଜାଗାରୁ ସମସ୍ତ ଲୋକଙ୍କୁ ଭଗାଇ ଦେଲେ, କିନ୍ତୁ ସେହି ଆହତ ଲୋକ ଜଣକ ସେଠାରେ ଶୋଇଥିଲେ। SP ସାହେବ ସେହି ଆହତ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଆହତ ବ୍ୟକ୍ତି ଅନ୍ୟ କେହି ନୁହନ୍ତି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ଆନନ୍ଦ, ଯାହାଙ୍କଠାରୁ ସେ ଅନେକ ଦିନ ପୂର୍ବରୁ ଛାଡ଼ପତ୍ର ହୋଇଥିଲେ, କିନ୍ତୁ ଆଜି ସେ ଏଠାରେ ଏମିତି ଅବସ୍ଥାରେ ପଡ଼ିଛନ୍ତି। ଏହାପରେ ସଙ୍ଗୀତା ମନେ ମନେ ଭାବିଲେ କି ଆନନ୍ଦକୁ ଏମାନେ କ'ଣ ପାଇଁ ମାଡ଼ ମାରୁଥିଲେ? ଆଉ କ'ଣ ସେ ମଦ ପିଇ କରି ଏଠି ଝଗଡ଼ା କରୁଥିଲେ? ସେହି କାରଣରୁ ଆନନ୍ଦ ଏହି ଅବସ୍ଥାରେ ଏଇଠି ପଡ଼ିଛନ୍ତି। ଏହାପରେ ସେ ତାଙ୍କ ପାଖକୁ ଗଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ, କିନ୍ତୁ ଅତ୍ୟଧିକ ମାଡ଼ ହେତୁ ଆନନ୍ଦ ଅଚେତ ହୋଇପଡ଼ିଥିଲେ। ସେଠୁ ସଙ୍ଗୀତା ତାଙ୍କୁ ଉଠାଇ ସରକାରୀ ଡାକ୍ତରଖାନାକୁ ନେଇଗଲେ। ଯେପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା, ସେ ପର୍ଯ୍ୟନ୍ତ ସଙ୍ଗୀତା ବାହାରେ ବସି ତାଙ୍କୁ ଅପେକ୍ଷା କଲେ। ପ୍ରାୟ 3 ଘଣ୍ଟା ପରେ ତାଙ୍କର ଚେତା ଫେରିଲା। ଚେତା ଫେରିବା ମାତ୍ରେ ଡାକ୍ତର ସାହେବ SP ସାହେବଙ୍କୁ କହିଲେ, ମ୍ୟାଡ଼ାମ୍, ସେହି ଲୋକର ଚେତା ଫେରି ଆସିଛି।
ଏବେ ଆପଣ ଭିତରକୁ ଯାଇ ଦେଖିପାରନ୍ତି। ଏହାପରେ ଏସ୍ପି ସାହେବା ଭିତରକୁ ଗଲେ ଏବଂ ଭିତରକୁ ଯିବା ପରେ ସେ ଆନନ୍ଦଙ୍କ ସହ କଥାବାର୍ତ୍ତା କଲେ ଆଉ କହିଲେ, ଆନନ୍ଦ, ତୁମକୁ ଏବେ କେମିତି ଲାଗୁଛି? ତୁମର ଏମିତି କ'ଣ ହେଲା? ସେହି ଲୋକମାନେ କିଏ ଏବଂ କେଉଁ କାରଣରୁ ସେମାନେ ତୁମକୁ ମାରୁଥିଲେ? ଏହାପରେ ଆନନ୍ଦ ଦେଖିଲେ ଯେ ସାମ୍ନାରେ ସଙ୍ଗୀତା ଠିଆ ହୋଇଛନ୍ତି ଏବଂ ସେ ପୁଣି IPS ଅଧିକାରୀ ହୋଇଯାଇଛନ୍ତି। ସଙ୍ଗୀତାକୁ ଦେଖି ଆନନ୍ଦ ଆଶ୍ଚର୍ଯ୍ୟ ହୋଇଗଲେ, କାହିଁକିନା ସଙ୍ଗୀତା ତାଙ୍କର ପୋଲିସ ବର୍ଦ୍ଦି ପିନ୍ଧିଥିଲେ। ଏହାପରେ ଆନନ୍ଦ ସଙ୍ଗୀତାକୁ ପଚାରିଲେ, ସଙ୍ଗୀତା, ତମେ ଏଇଠି କ'ଣ କରୁଛ? ଏହାପରେ ସଙ୍ଗୀତା କହିଲେ, ସେଠାରେ କିଛି ଲୋକ ତୁମକୁ ମାଡ଼ ମାରୁଥିଲେ। ସେତେବେଳେ ମୁଁ ସେହି ରାସ୍ତା ଦେଇ ଯାଉଥିଲି ଏବଂ ତୁମକୁ ତାଙ୍କ ପାଖରୁ ଉଦ୍ଧାର କଲି ଆଉ ତୁମକୁ ବଞ୍ଚାଇବା ପରେ ଦେଖିଲି ଯେ ତୁମେ ସେଇଠି ଅଚେତ ହୋଇ ପଡ଼ିଥିଲ। ଏହାପରେ ମୁଁ ତୁମକୁ ଉଠାଇ ଏଠାକୁ ଆଣିଲି। କିନ୍ତୁ ମୁଁ ଜାଣିବାକୁ ଚାହେଁ କି ସେହି ଲୋକମାନେ ତୁମକୁ କାହିଁକି ମାଡ଼ ମାରୁଥିଲେ? ତୁମେ କିଛି ଭୁଲ କରିଛ କି? ସେଇଠୁ ଆନନ୍ଦ କହିଲେ, ହଁ, ମୁଁ ଭୁଲ କରିଛି ଏବଂ ସେଥିପାଇଁ ମୋତେ ସେମାନେ ମାରୁଥିଲେ। ସଙ୍ଗୀତା ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ତମେ ଏମିତି କେଉଁ ଭୁଲ କରିଛ କି? ଦେଖ, ଯଦି ତୁମେ କିଛି ଭୁଲ କରିଛ ତେବେ ମୁଁ ଏଠାରେ SP ଅଛି ଏବଂ ମୁଁ ତୁମକୁ କେବେ ବି କ୍ଷମା କରିବି ନାହିଁ। ସେଇଠୁ ଆନନ୍ଦ କହିଲେ, ହଁ, ମୁଁ ଜାଣେ ତୁମେ ମୋତେ କ୍ଷମା କରିବ ନାହିଁ କାରଣ ମୁଁ କିଛି ଭୁଲ କରିଛି। ଯଦି ମୁଁ ସେହି ସମୟରେ ତୁମ ଘରୁ ତୁମକୁ ନେବା ପାଇଁ ଆସିଥାନ୍ତି ଏବଂ ତୁମକୁ ଆଉ ଏକ ସୁଯୋଗ ଦେଇଥାନ୍ତି ତେବେ ଆଜି ଆମେ ସମସ୍ତେ ଏକାଠି ହୋଇ ରହିଥାନ୍ତେ ଏବଂ ଆମର କୌଣସି ଅସୁବିଧା ହୋଇନଥାନ୍ତା। ଏହା ଶୁଣିବା ପରେ ସଙ୍ଗୀତା ଟିକେ ଗଭୀର ଭାବେ ଚିନ୍ତା କରିବାକୁ ଲାଗିଲେ ଆଉ ତାପରେ କହିଲେ, ଆନନ୍ଦ, ତୁମକୁ କେଉଁ କାରଣରୁ ସେହି ଲୋକମାନେ ମାଡ଼ ମାରୁଥିଲେ ମୋତେ ସ୍ପଷ୍ଟ ଭାବରେ ବୁଝେଇକି କୁହ। ସେଇଠୁ ଆନନ୍ଦ ତାଙ୍କୁ କହିଲେ, ସଙ୍ଗୀତା, ଯେତେବେଳେ ତୁମକୁ ମୁଁ ଛାଡ଼ପତ୍ର ଦେଲି ତାର କିଛି ଦିନ ପରେ ମୁଁ ମୋର ବାପା ମାଆଙ୍କ ଇଚ୍ଛାରେ ଅନ୍ୟ ଏକ ଝିଅକୁ ବିବାହ କଲି। କିନ୍ତୁ ସେହି ଝିଅ ମୋର ଧନ ସମ୍ପତ୍ତିକୁ ଦେଖି ମୋତେ ବିବାହ କରିଥିଲା ଏବଂ ତାଙ୍କ ପରିବାର ମୋଠାରୁ ଟଙ୍କା ନେବାକୁ ଚାହୁଁଥିଲେ। ସେ ପ୍ରଥମ ଥର ସନ୍ତାନ ଜନ୍ମ କରିବା ସମୟରେ ହଠାତ୍ ମରିଗଲେ। କିନ୍ତୁ ମୋ ଶାଶୁ ଏବଂ ଶ୍ୱଶୁର ଏହା ଜାଣିବା ମାତ୍ରେ ରାଗିଗଲେ ଏବଂ ସବୁ ଦୋଷ ମୋ ଉପରେ ଲଗାଇଲେ ଆଉ କହିଲେ, ତମେ ଆମ ଝିଅର ଭଲ ଯତ୍ନ ନେଲ ନାହିଁ, ସେଥିପାଇଁ ସେ ମରିଗଲା ଆଉ ଏଥିପାଇଁ ତମେ ହିଁ ଦାୟୀ। ତେଣୁ ତମେ ଆମର ସବୁ ଟଙ୍କା ଏବଂ ସବୁ ଧନ ସମ୍ପତ୍ତି ଫେରାଇ ଦିଅ। ଏହି କାରଣରୁ ସେମାନେ ଏକ ଷଡ଼ଯନ୍ତ୍ର ତିଆରି କରି ସେହି ଲୋକମାନଙ୍କୁ ପଠାଇ ମୋତେ ମାଡ଼ ମାରୁଥିଲେ। ଏହା ଶୁଣିବା ପରେ ସଙ୍ଗୀତା ସବୁ ବୁଝିପାରିଲେ କି କେଉଁ କାରଣରୁ ଆନନ୍ଦକୁ ସେହି ଲୋକମାନେ ମାଡ଼ ମାରୁଥିଲେ। କାରଣ ସଙ୍ଗୀତା କିଛି ଦିନ SP ପଦବୀରେ ରହି ଜାଣିପାରୁଥିଲେ। ଏହା ପ୍ରାୟତଃ ସବୁ ଜିଲ୍ଲାରେ ଏମିତି ଘଟେ ଯେ ଟଙ୍କା ପାଇଁ ଲୋକଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ଦାଖଲ କରିଥାନ୍ତି, ଯାହାଫଳରେ ସେମାନଙ୍କଠାରୁ କେମିତି ଟଙ୍କା ଲୁଟିକି ନେଇଥାନ୍ତି। ଏହାପରେ ଆନନ୍ଦ ସଙ୍ଗୀତାକୁ କହିଲେ, ସଙ୍ଗୀତା, ତୁମେ ଦ୍ୱିତୀୟ ବିବାହ କଲ କି ନାହିଁ? ସେଠୁ ସଙ୍ଗୀତା କହିଲେ, ନା ଆନନ୍ଦ, ମୁଁ ଆଉ ଦ୍ୱିତୀୟ ବିବାହ କରିନାହିଁ। କିଛି ଦିନ ପୂର୍ବରୁ ମୁଁ ଏଠାରେ ଜଏନ୍ କରିଛି ଆଉ ମୁଁ ଏପର୍ଯ୍ୟନ୍ତ ଅନ୍ୟ ବିବାହ ବିଷୟରେ ଚିନ୍ତା କରିନାହିଁ। ସେଠୁ ସଙ୍ଗୀତା ଆନନ୍ଦକୁ କହିଲେ, ଆନନ୍ଦ, ତୁମକୁ ଏବେ କେମିତି ଲାଗୁଛି? ତୁମକୁ ଭଲ ଲାଗୁଛି ତ? ଏହାପରେ ଆନନ୍ଦ କହିଲେ, ମୁଁ ଭଲ ଅଛି, ତମେ ଏବେ ଏଠୁ ଚାଲିଯାଅ। ବର୍ତ୍ତମାନ ତୁମର ଏଠାରେ କୌଣସି କାମ ନାହିଁ। ଏହାପରେ ସଙ୍ଗୀତା ସେଠାରୁ ଚାଲିଗଲେ। ଆନନ୍ଦ ମନେ ମନେ ଭାବିଲେ ଯେ ସଙ୍ଗୀତା ଜଣେ ବହୁତ ଭଲ ଝିଅ ଥିଲେ, କାରଣ ଯେତେବେଳେ ଦୁହେଁ ଝାଡ଼ପତ୍ର ହୋଇଥିଲେ ଝାଡ଼ପତ୍ର ବଦଳରେ କୋର୍ଟ କିଛି ଧନ ସମ୍ପତ୍ତି ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସଙ୍ଗୀତା ଏହାକୁ ମନା କରିଦେଇଥିଲେ ଏବଂ କହିଲେ, ମୁଁ ମୋ ନିଜ ଇଚ୍ଛାରେ ଛାଡ଼ପତ୍ର ନେଉଛି, ତେବେ ସେମାନେ ମୋତେ ଟଙ୍କା କାହିଁକି ଦେବେ? ଏମିତିରେ ମୋର ଟଙ୍କା ପଇସାର କିଛି ଆବଶ୍ୟକ ନାହିଁ। ଏହା କହି ସେ ଟଙ୍କା ନେବାକୁ ମନା କରିଦେଇଥିଲେ। ଏପଟେ ଆନନ୍ଦଙ୍କ ଶାଶୁ ତାଙ୍କ ବିରୁଦ୍ଧରେ କୋର୍ଟରେ ମାମଲା ଦାୟର କରି କହୁଛନ୍ତି ଯେ ଆମକୁ 25 ଲକ୍ଷ ଟଙ୍କା ଦିଅ ଏବଂ ତାପରେ ଆମେ ଛାଡ଼ପତ୍ର ନେବୁ। ଆନନ୍ଦଙ୍କର ଟଙ୍କା ଅଭାବ ନଥିଲା, କିନ୍ତୁ ତାଙ୍କ ଟଙ୍କା କୌଣସି ଜାଗାରେ ଫସି ଯାଇଥିଲା ଏବଂ ସେହି ଟଙ୍କା ତାଙ୍କୁ 6 ମାସ ପରେ ମିଳିବ। ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ପରିବାର ଲୋକ କହୁଛନ୍ତି, ଆମକୁ ଏବେ 25 ଲକ୍ଷ ଟଙ୍କା ଦିଅ ଏବଂ ତାପରେ ଆମେ ତୁମକୁ ଛାଡ଼ପତ୍ର ଦେଇଦେବୁ। କିନ୍ତୁ ଆନନ୍ଦ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ କହିଲେ କି ମୋତେ 6 ମାସ ସମୟ ଦିଅ, ଆପଣଙ୍କୁ ସବୁ ଟଙ୍କା ଦେଇଦେବି, କିନ୍ତୁ ଏହା ପୂର୍ବରୁ ଆପଣ ଏହି ମାମଲାକୁ ବନ୍ଦ କରିଦିଅନ୍ତୁ। କିନ୍ତୁ ସେମାନେ ସମ୍ପୂର୍ଣ୍ଣ ରୂପେ ମନା କରିଦେଇଥିଲେ। ତେଣୁ ଆନନ୍ଦ ତାଙ୍କ ଛାଡ଼ପତ୍ର ହୋଇଥିବା ସ୍ତ୍ରୀ ସଙ୍ଗୀତାଙ୍କ ନିକଟକୁ ଯିବାକୁ ଚିନ୍ତା କଲେ। ଏହାପରେ ଆନନ୍ଦ ସଙ୍ଗୀତାଙ୍କ ପାଖରେ ପହଞ୍ଚିଲେ ଏବଂ ତାଙ୍କୁ ସମସ୍ତ ଘଟଣା ଗୁଡ଼ିକ ବୁଝାଇ କହିଲେ। ଯେତେବେଳେ ସଙ୍ଗୀତା
ଆନନ୍ଦଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଶୁଣିଲେ। ତାପରେ ସେ କହିଲେ, ଦେଖ, ସେମାନେ ହେଉଛନ୍ତି ଝିଅର ପରିବାର ଲୋକ ଏବଂ ତାଙ୍କର ଝିଅର ଜୀବନ ଚାଲିଯାଇଛି। ତେଣୁ ଏଥିରେ ମୁଁ ତୁମକୁ ସାହାଯ୍ୟ କରିପାରିବି ନାହିଁ। ସେମାନେ ତୁମକୁ ଯାହା ବି କହୁଛନ୍ତି ତୁମକୁ ତାହା ମାନିବାକୁ ପଡ଼ିବ। ସେମାନେ ତୁମକୁ ଟଙ୍କା ମାଗୁଛନ୍ତି, ଯଦି ତମେ ତାଙ୍କୁ ଯେମିତି ହେଲେ ଟଙ୍କା ଦେବ। ତାପରେ ଆନନ୍ଦ କହିଲେ, ଠିକ୍ ଅଛି, ଯଦି ସେମାନେ ତାଙ୍କର ସବୁ ପଇସା ନେବେ ତେବେ ତମେ ସେମାନଙ୍କୁ କହିଦିଅ କି ସେମାନେ ମୋତେ 6 ମାସର ସମୟ ଦେବେ ଏବଂ ଏହାପରେ ମୁଁ ସେମାନଙ୍କୁ ସବୁ ଟଙ୍କା ଦେଇଦେବି। କିନ୍ତୁ ଏହା ପୂର୍ବରୁ ସେମାନେ କୋର୍ଟରେ ଦେଇଥିବା କେସ୍ଟିକୁ ଉଠାଇ ନିଅନ୍ତୁ। ଏହା ଶୁଣିବା ପରେ ସଙ୍ଗୀତା କହିଲେ, କାହିଁକି, ତୁମ ପାଖେ କ'ଣ ପାଇଁ ଟଙ୍କା ନାହିଁ? ସେଇଠୁ ଆନନ୍ଦ କହିଲେ, ମୋର ଟଙ୍କା ଅଛି, କିନ୍ତୁ 6 ମାସ ପରେ ମୋର ଟଙ୍କା ମୋ ପାଖକୁ ଫେରିଆସିବ। ଏହାପରେ ସଙ୍ଗୀତା ଟିକେ ଭାବିଲେ ଏବଂ ଭାବିବା ପରେ ସେ କହିଲେ, ଠିକ୍ ଅଛି, ଯଦି ତୁମ ପାଖେ ଟଙ୍କା ନାହିଁ ତେବେ ମୁଁ ତୁମକୁ ଟଙ୍କା ଦେବି ଏବଂ ତୁମେ ସେ ଟଙ୍କା ନେଇ ତାଙ୍କୁ ଦେଇଦେବ। ଆଉ 6 ମାସ ପରେ ମୋତେ ମୋର ଟଙ୍କା ଫେରସ୍ତ କରିବ। ସେଇଠୁ ଆନନ୍ଦ କହିଲେ, ଠିକ୍ ଅଛି, ଯଦି ଏମିତି କଥା ତେବେ ତୁମେ ମୋତେ ଟଙ୍କା ଦିଅ। ମୁଁ ସେମାନଙ୍କୁ ସବୁ ଟଙ୍କା ଦେଇ ଏହି ଚିନ୍ତାରୁ ମୁକ୍ତି ପାଇଯିବି। ଏହାପରେ ସଙ୍ଗୀତା ଆନନ୍ଦଙ୍କ ସହ କିଛି କଥା ହେଲେ। ଆନନ୍ଦ ମଧ୍ୟ ସଙ୍ଗୀତାଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏପଟେ ଆନନ୍ଦ ସଙ୍ଗୀତା ସହ ବାରମ୍ବାର କଥା ହେବାର ସୁଯୋଗ ଖୋଜୁଥିଲେ। କିଛି ଦିନ ପରେ ସେ ତାଙ୍କୁ ଅଳ୍ପ ପରିମାଣରେ ଟଙ୍କା ଫେରସ୍ତ କରିଲେ। ଦିନେ ସଙ୍ଗୀତାଙ୍କ ବାପା ସଙ୍ଗୀତାଙ୍କୁ କହିଲେ, ଝିଅ, ତୁ ଏଥର ଦ୍ୱିତୀୟ ବିବାହ କରିଦେ। ସେଇଠୁ ସଙ୍ଗୀତା କହିଲେ, ବାପା, ମୁଁ ପୁଣି ଥରେ ଆନନ୍ଦକୁ ବିବାହ କରିବାକୁ ଚାହୁଁଛି, କାରଣ ସେ ଅନ୍ୟ ଏକ ଝିଅକୁ ବିବାହ କରିଥିଲେ ଏବଂ ସେ ପ୍ରସବ ପରେ ମରିଗଲେ ଏବଂ ତାଙ୍କ ସନ୍ତାନଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଯେତେବେଳେ ତାଙ୍କ ବାପା ଏହା ଶୁଣିଲେ ସେ ମଧ୍ୟ ଏଥିରେ ରାଜି ହୋଇଗଲେ। 2 ଦିନ ପରେ ସଙ୍ଗୀତାଙ୍କ ବାପା ସିଧାସଳଖ ଆନନ୍ଦଙ୍କ ଘରକୁ ଗଲେ ଏବଂ ସେଠାରେ ସେ ତାଙ୍କ ଝିଅର ବିବାହ ବିଷୟରେ କଥାବାର୍ତ୍ତା କଲେ। ଆନନ୍ଦ ଏହା ଶୁଣି ତାଙ୍କ ମା ଏବଂ ବାପାଙ୍କୁ କୁଣ୍ଢେଇ ପକାଇଲେ ଆଉ କହିଲେ, ମା, ମୁଁ ମଧ୍ୟ ଏହା ଚାହୁଁଥିଲି, କିନ୍ତୁ ସଙ୍ଗୀତାଙ୍କ ସହିତ ଯାହା ବି କରିଥିଲି ସେଥିପାଇଁ ମୁଁ ତାଙ୍କୁ କିଛି ବି କହିପାରୁନଥିଲି। ଆନନ୍ଦଙ୍କ କଥା ଶୁଣି ଆନନ୍ଦଙ୍କ ମା ବାପା ମଧ୍ୟ ରାଜି ହୋଇଗଲେ। ଏହାପରେ ଆନନ୍ଦଙ୍କ ମା ଆସି ସଙ୍ଗୀତାଙ୍କ ବାପାଙ୍କୁ ହାତ ଯୋଡ଼ି କହିଲେ, ଆମର ପ୍ରଥମ ବୋହୂ ଜଣେ ଦେବୀ ଥିଲା, କାରଣ ତାଙ୍କର ଦ୍ୱିତୀୟ ବୋହୂ ଆସି ତାଙ୍କୁ ସବୁକିଛି ଦେଖାଇଥିଲେ, ଯେଉଁଥିପାଇଁ ସେ ସଙ୍ଗୀତାଙ୍କୁ ଦେବୀ କହୁଥିଲେ। ଏହାପରେ ଉଭୟ ଆଲୋଚନା କରି ଦୁହିଁଙ୍କର ପୁଣି ଥରେ ବିବାହ କରିଦେଲେ। ବିବାହ ପରେ ଦୁହେଁ ପରସ୍ପର ହସ ଖୁସିରେ ରହିଲେ ଏବଂ ବର୍ତ୍ତମାନ ସେହି ଘରେ ଟଙ୍କା ସହିତ ସରକାରୀ ପଦବୀ ମଧ୍ୟ ଅଛି। ଏହି କାରଣରୁ ସମସ୍ତେ ଆନନ୍ଦଙ୍କ ପରିବାର ଲୋକଙ୍କୁ ସମ୍ମାନ ଦେବା ଆରମ୍ଭ କରିଦେଲେ। ଯିଏ ବି ଏହି ବିଷୟରେ ଜାଣୁଛି ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଉଛି ଏବଂ କହୁଛନ୍ତି କି ଏହା କେମିତି ସମ୍ଭବ ହୋଇପାରିଲା। ତ ସାଙ୍ଗମାନେ, ଆଜିର ଏହି କାହାଣୀ ଆପଣଙ୍କୁ କେମିତି ଲାଗିଲା? ଆପଣ କମେଣ୍ଟ ବକ୍ସରେ ଆମକୁ କୁହନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆମେ ଆପଣଙ୍କ ପାଇଁ ଏହିପରି ଭଲ ଭିଡ଼ିଓ ପ୍ରସ୍ତୁତ କରିବୁ।